শ্রোতা বন্ধু, ଆପଣ ଆମ ସମୟର ଜଣେ ପ୍ରସିଦ୍ଧ ସ୍ତମ୍ଭକାର, ସମାଜ ଚିନ୍ତକ ଏବଂ ମୌଳିକ ଚିନ୍ତାଧାରାର ପ୍ରଜ୍ଞାବାନ ଲେଖକଙ୍କ କଥା ଶୁଣିଛନ୍ତି। କେବେ ଜୀଇବାକୁ ଇଚ୍ଛା କରିଛନ୍ତି ସରଳ ଏକ ଜୀବନ? ଆଜି ସେହିଭଳି ଏକ ସରଳ ଜୀବନର ଆହ୍ୱାନ ଶୁଣିବାକୁ ଚାଲନ୍ତୁ ସେହି ପ୍ରଜ୍ଞାବାନ ଲେଖକଙ୍କ ଏକ ଲେଖା ମଧ୍ୟକୁ ପ୍ରବେଶ କରିବା। ଲେଖକ ଜୟନ୍ତ କୁମାର ବିଶ୍ୱାଳ। ତାଙ୍କର ନିୟମିତ ସ୍ତମ୍ଭ ଦିଗ୍ବଳୟର ଏପାଖରେ ଛପିଥିଲା ଏହି ଗତ ମଙ୍ଗଳବାର 16 ଜୁନ୍ 2026 ତାରିଖରେ। ତାକୁ ତ ଶୁଣିଲେ ଯେ କେହି ଭାବପ୍ରବଣ ହୋଇଯିବା ସ୍ୱାଭାବିକ, କାରଣ ଆମେ ଯେଉଁ ଜୀବନ ଜିଉଛନ୍ତି ତାହା ହିଁ ଛଳନାର ଜୀବନ। ଯେଉଁ ଜୀବନର ଆକାଂକ୍ଷା ଆମ ଭିତରେ ଅନବରତ ଧାବମାନ, ତାହା ହିଁ ତ ସରଳ ଜୀବନ। କିନ୍ତୁ ସେ ଜୀବନ ପାଇଁ ଲୋଭ ଥିଲେ ବି ଆମର ପ୍ରତିଜ୍ଞା ନାହିଁ ଏବଂ ତାକୁ ଜୀଇବା ପାଇଁ ଆମ ଭିତରେ ପ୍ରତିଶ୍ରୁତି ନାହିଁ କି ନିଷ୍ଠା ନାହିଁ। ଶୁଣନ୍ତୁ ନା, ଶ୍ରୀଯୁକ୍ତ ବିଶ୍ୱାଳ କ'ଣ କହନ୍ତି? ଆମ ସମସ୍ତଙ୍କ ଜୀବନର ସାରାଂଶ ସାନ ସାନ କଥାମାନଙ୍କରେ ହିଁ ଥାଏ, କିନ୍ତୁ ଆମେ ସେଗୁଡ଼ିକୁ ସାଧାରଣ ମାମୁଲି ବୋଲି ଭାବିଥାଉ। ଚିକ୍ ଚିକ୍ କରୁଥିବା ଜିନିଷ ବା କଥାଗୁଡ଼ିକୁ ଆମେ ମୂଲ୍ୟବାନ ବୋଲି ଭାବୁ, ଆଦର କରୁ। ସେଗୁଡ଼ିକୁ ଆମେ ସଭ୍ୟ, ସମ୍ଭ୍ରାନ୍ତ, ଉଚ୍ଚ ରୁଚିବୋଧର ପ୍ରତୀକ ଭାବରେ ବିଚାର କରୁ। କିନ୍ତୁ ବଞ୍ଚିବା, ଭଲ ପାଇବା, ଆନନ୍ଦ ପାଇବା ସବୁ ମୌଳିକତଃ ସରଳ ଅଟେ। ସେସବୁ ସିଧା ସିଧା ସ୍ୱତଃସ୍ଫୂର୍ତ୍ତ, ସେଥିରେ କିଛି ପ୍ରକାରାନ୍ତ ନଥାଏ। ଜୀବନକୁ ଅନେଇଲେ ଦିଶିବ ଯେ ଆମର ଗଭୀର ସ୍ନେହ ଓ ପ୍ରେମର ସଂଳାପମାନ ସବୁବେଳେ ସରଳ ଭାଷାରେ ହିଁ ଥାଏ। ସେଥିରେ ଆଳଙ୍କାରିକ ଆଭୂଷଣ କିଛି ନଥାଏ। ବେଳେବେଳେ ଭାଷା ବି ନଥାଏ, ଥାଏ କେବଳ କିଛି ସରଳ ଚାହାଣୀ ବା ସ୍ପର୍ଶ। ସେମିତି ପ୍ରକୃତ ଆନନ୍ଦର ଉତ୍ସ ଅତି ସାଧାରଣ ଆଉ ସରଳ। ସାଙ୍ଗସାଥୀଙ୍କ ମେଳରେ ବସି ଏଣେ ତେଣେ ଉଦ୍ଦେଶ୍ୟହୀନ ଭାବେ ବୁଲିବା, ଶୀତ ରାତିରେ ବାପା ମା ପିଲା ଜାକିଜୁକି ହୋଇ ରେଜେଇ ଭିତରେ ଶୋଇପଡ଼ିବା, ରୋଷେଇ ଘରେ ତଳେ ବସି ଚୁଲିରୁ ସିଧା କଢ଼ା ଜିନିଷ ଖାଇବା, ରାତିରେ ଛାତ ଉପରେ ଶୋଇ ରହି ଜହ୍ନ ତାରା ଭସା ବାଦଲକୁ ଦେଖିବା, ଏହିପରି କେତେ କେତେ କଥାରୁ ଆମେ ଅତି ନିର୍ମଳ ଆନନ୍ଦ ପାଇଥାଉ। ପିଲାବେଳେ ପାଇଥିବା ଏହିପରି ଆନନ୍ଦ ଗୁଡ଼ିକର ଯଦି ଏକ ସୂଚୀ ତିଆରି କରିବା ନା, ତେବେ ଆମେ ବୁଝିପାରିବା ଯେ ବୟସ ଓ ବିଭବ ବଢ଼ିବା ସହ ଆମେ କିପରି ସ୍ୱଚ୍ଛ ଆନନ୍ଦ ଗୁଡ଼ିକରୁ ଦୂରେଇ ଯାଉଛୁ ଏବଂ ସେହି ଆନନ୍ଦର ସନ୍ଧାନରେ ଅଜସ୍ର ଅର୍ଥ ବ୍ୟୟ କରୁଛୁ, ବଜାର ତମାମ ବୁଲୁଛୁ, କେତେ ଜଟିଳ ଉପାୟମାନ ବାହାର କରୁଛୁ। ଆନନ୍ଦ ତ ନୁହେଁ, ସାମୟିକ ଉତ୍ତେଜନା ପାଉଛୁ, ତାକୁ ହିଁ ଜୀବନର ପୁଞ୍ଜି କରି ବସିଛୁ ଏବଂ ବାରମ୍ବାର ବିଭ୍ରାନ୍ତ ବିଷାଦଗ୍ରସ୍ତ ହେଉଛୁ। କୁହନ୍ତୁ, ଏଇଥିପାଇଁ ତ ସହରର ସମ୍ଭ୍ରାନ୍ତ ଶ୍ରେଣୀର ଲୋକଠୁ ଆରମ୍ଭ କରି ସମସ୍ତେ ଦୌଡ଼ି ଯାଉଛନ୍ତି ଜଙ୍ଗଲର ନିହାତି ନିଛାଟିଆ ନିକାଞ୍ଚନ ଭିତରକୁ। କୌଣସି ଦିନେ ଦିନେ ବଣଭୋଜି ନାଁରେ ଆହା ସେଠି ଟିକେ ହେଲେ ବସନ୍ତେ, ପୁଣି ଡିଜେ କିମ୍ବା ମାଇକ୍ ବଜେଇ ସେଠି ଭୋଜି କରି ତାମସା କରି ଫେରି ଆସୁଛନ୍ତି। ସେଇ ସରଳ ଜୀଇବାର ମୁହୂର୍ତ୍ତଟିକୁ ଖୋଜିବାକୁ ଆସିଥିଲେ ସିନା ନ ଖୋଜି ଫେରି ଯାଉଛନ୍ତି ଏବଂ ପହଞ୍ଚିଲା ବେଳକୁ ପୁଣି ଥରେ ଦୀର୍ଘଶ୍ୱାସରେ ସେମାନେ ହତଭମ୍ବ ହୋଇପଡ଼ୁଛନ୍ତି। ଆଉ ଟିକେ ଶୁଣନ୍ତୁ ନା ଶ୍ରୀଯୁକ୍ତ ବିଶ୍ୱାଳଙ୍କୁ। କାହିଁକି ସରଳ ହୋଇଯିବାରେ ଆନନ୍ଦ ଥାଏ? ଏହାର କାରଣ ଆମ ସ୍ଥିତିର ମଞ୍ଚରେ ମୌଳିକ ଭାବେ ଆମେ ସମସ୍ତେ ସରଳ। ଉପରେ ଭିନ୍ନ ଭିନ୍ନ ଆବରଣ ଥାଇପାରେ, ମାତ୍ର ସୃଷ୍ଟିର ପ୍ରତ୍ୟେକ ଜୀବଙ୍କ ପରି ମୁଁ ଜଣେ ଜୀବ, ପୃଥିବୀର ପ୍ରତ୍ୟେକ ମଣିଷଙ୍କ ପରି ମୁଁ ଜଣେ ମଣିଷ ଏବଂ ସମସ୍ତ ତାରତମ୍ୟ ସତ୍ତ୍ୱେ ଅନ୍ୟମାନଙ୍କ ସହ ମୁଁ ଗୋଟିଏ ଭୂମିରେ ସ୍ଥିତ ସମ୍ବେଦନଶୀଳତାର ବନ୍ଧନରେ ସମ୍ପୃକ୍ତ। ଆମେ ସରଳ ହୋଇଗଲେ ଏହି ଅଭିନ୍ନତା, ଏହି ଆପଣାର ଭାବକୁ ଅନୁଭବ କରୁ। ତେବେ ପୁଣି କାହିଁକି ଆମେ ଏହି ସରଳତାକୁ ଧୀରେ ଧୀରେ ହରାଇ ଦେଉ? ଯେତେବେଳେ ଆଧୁନିକ ହେଉ, ଉନ୍ନତ ହେଉ, ସେତେବେଳେ କୃତ୍ରିମ ହୋଇଯାଉ, ନିଜଠାରୁ ଦୂରେଇ ଯାଉ।
ଭୌତିକ ବିକାଶର ଅନ୍ୟ ନାମ ତ ଏବେ ସଭ୍ୟତା ହେଇଯାଇଛି ଏବଂ ଯେତେବେଳେ ଭୌତିକ ବିକାଶ ବଜାରରେ ଲାଭ କ୍ଷତି ହିସାବ ଦ୍ୱାରା କବଳିତ, ପ୍ରକୃତି ଦତ୍ତ ସମସ୍ତ ସରଳ ଉପାଦାନକୁ ଜଟିଳ ମୂଲ୍ୟଯୁକ୍ତ କରିଦିଏ। 30-40 ବର୍ଷ ତଳେ ଯେଉଁ ସମୁଦ୍ରର ବେଳାଭୂମିର ବାଲିରେ ଦୁଇ ପାପୁଲି ଉପରେ ମୁଣ୍ଡ ରଖି ମୁଁ ଶୋଇ ରହି ସମୁଦ୍ରର ସୀମାହୀନତାକୁ ଅନୁଭବ କରୁଥିଲି, ଏବେ ଠିକ୍ ସେହି ସ୍ଥାନରେ କେଉଁ ଭବ୍ୟ ସମ୍ଭ୍ରାନ୍ତ ହୋଟେଲର ବାଲକୋନିରେ ବସି ମୁଁ ସମୁଦ୍ରକୁ ଦେଖୁଛି। ଯେଉଁ ଫଳ ପନିପରିବାକୁ ମୁଁ ଆମ ବାଡ଼ି ବଗିଚାରେ ଦିନେ ତା'ର ସତେଜତା ଭରା ସ୍ୱାଦରେ ଉପଭୋଗ କରୁଥିଲି, ଏବେ କେତେ ଜଟିଳ ରୂପାନ୍ତରଣ ହୋଇସାରିଲା ପରେ ତାକୁ ମୁଁ ଦାମୀ ଦାମୀ ଖାଦ୍ୟ ଦୋକାନମାନଙ୍କରେ ଅର୍ଡ଼ର ଦେଇ ଖାଉଛି। ଆମର ଖାଦ୍ୟ ତା'ର ସରଳ ମୌଳିକତା ଠାରୁ କେତେ ଦୂରକୁ ଅପସରି ଯାଉ, କେତେ ଜଟିଳ ବିଭ୍ରାନ୍ତିକର, ବେଳେବେଳେ କେତେ ବିଭତ୍ସ ସ୍ତରକୁ ଆସିଲାଣି, ତାହା ଯେ କୌଣସି ଗୋଟିଏ ସମ୍ଭ୍ରାନ୍ତ ହୋଟେଲର ମେନୁ ଚାର୍ଟ, ବିଶେଷ କରି ଆମିଷ ମେନୁ ଚାର୍ଟରୁ ଜାଣିହେବ। କେବଳ ଖାଦ୍ୟ ନୁହେଁ, ଆମ ପରିଧାନ, ଯାନବାହନ, ବାସଗୃହ, କଥା ବ୍ୟବହାର, ରାଗ ଅନୁରାଗ, ଜୀବନର ସମସ୍ତ ପ୍ରଶ୍ନଗୁଡ଼ିକରେ ଆମେ ଆମର ଅନ୍ତଃସ୍ଥ ସରଳତା ଠାରୁ ଦୂରକୁ ଚାଲିଯିବାର ପ୍ରୟାସ କରୁ ଏବଂ ନିର୍ବୋଧ ଭାବେ ଆମେ ତାହାକୁ ଆମର ସଫଳତା ଐଶ୍ୱର୍ଯ୍ୟ ବୋଲି କହୁ। କନଫ୍ୟୁସିୟସଙ୍କ ଉକ୍ତିଟିଏ ଅଛି, ଶ୍ରୀଯୁକ୍ତ ବିଶ୍ୱାଳ ଶୁଣେଇଲା ବେଳେ ନିଜକୁ ପରିହାସ କରିବାକୁ ଇଚ୍ଛା ହେଉଛି। କନଫ୍ୟୁସିୟସ୍ କ'ଣ କହିଥିଲେ ଜାଣନ୍ତି? ଜୀବନ ବାସ୍ତବରେ ମୂଳତଃ ସରଳ, କିନ୍ତୁ ଆମେ ସବୁବେଳେ ଏହାକୁ ଜଟିଳ କରିବାର ପ୍ରୟାସରେ ଲାଗିଥାଉ। ଆପଣ ଏବେ ଅନ୍ତଃ ଦର୍ଶନରେ ନିଜକୁ ଦେଖନ୍ତୁ, ଜଟିଳ କରିଦେଉନାହାନ୍ତି ଆପଣ ତାକୁ। ଆମେ ଯେତେବେଳେ ବୟସରେ ବଡ଼ ହେଉ, ସମାଜରେ ଥିବା ଶ୍ରେଣୀ ଚେତନାଟି ଆମ ଭିତରକୁ ପ୍ରବେଶ କରିଯାଏ ଏବଂ ସେହି ଅନୁସାରେ ଆମର ଚରିତ୍ରକୁ ଆମେ ନିର୍ଦ୍ଧାରିତ କରିଦେଉ। ସଭ୍ୟ କହିଲା ମାନେ ଆମର ମୌଳିକ ସତ୍ତା ଉପରେ ଯେମିତି ଆଉ ଗୋଟାଏ ଆବରଣ ଆମେ ଥୋଇଦେଉ। ଏଣିକି ଆମର ଯାବତୀୟ କାରବାର ଆଉ ସେ ନିରୋଳା ମଣିଷର ନୁହେଁ, ତା ଉପରେ ସଭ୍ୟ ଆବରଣର କାରବାର। ସେଥିପାଇଁ ତାହା ଆବରଣର ଜୀବନ ହୋଇଯାଏ, ଆବେଗର ଜୀବନ ନୁହେଁ। ସେହି ଅନୁସାରେ ଶିକ୍ଷା, ପ୍ରତିପତ୍ତି, ପଦପଦବୀ ଅନୁସାରେ ଜୀବନଶୈଳୀ ନିର୍ଦ୍ଧାରିତ ହୋଇଯାଏ। ପିନ୍ଧିବା, ଚାଲିବା, ଖାଇବା, କଥା କହିବା, ସମ୍ପର୍କ ରଖିବା, ଭଲ ପାଇବା, ଏହିପରି ଜୀବନର ସମସ୍ତ କଥା ତା'ର ପଦପଦବୀର ଉଚ୍ଚତା, ତା ବେତନ, ତା କ୍ଷମତା, ତା ପ୍ରତିଷ୍ଠା ଅନୁସାରେ ସ୍ଥିରୀକୃତ ହୋଇଯାଏ। କେତେ ଛଳନା ଦେଖନ୍ତୁ! ଏହାକୁ ତ ଆମେ ସଫିଷ୍ଟିକେସନ୍ କହୁନା। ମୁଁ ଯଦି ଉଚ୍ଚ ପଦରେ ଅଧିଷ୍ଠିତ, ମୋର ଅଧସ୍ତନ କର୍ମଚାରୀଙ୍କ ସହ ମୁଁ ଗୋଟିଏ ସାଥୀ ମଣିଷ ପରି ମିଶେ ନାହିଁ। ମୁଁ ହାକିମ ସୁଲଭ ଦୂରତାର ବ୍ୟବହାର କରେ। ସେମିତି ସବୁକିଛି ନିର୍ଦ୍ଧାରିତ ହୁଏ। ମୁଁ ଭାବୁଥିବା ମୋର ସାମାଜିକ ପ୍ରତିଷ୍ଠା ଅନୁସାରେ ମୋର ବେଶଭୂଷା, ବ୍ୟବହାର ସବୁ ଅନୁରୂପ ଭାବେ ସ୍ଥିର ହୋଇଯାଏ। ସେହି ପ୍ରକ୍ରିୟାରେ ମୋର ଅନ୍ତଃକରଣର ମଣିଷଟିର କୌଣସି ଭୂମିକା ନଥାଏ। ମୌଳିକ ବା ମଞ୍ଜ ମଣିଷଟି ଉପରେ ଏହି କୃତ୍ରିମ ଆବରଣ ସହ ଆମେ ନିରନ୍ତର ଅଭ୍ୟସ୍ତ ହୋଇଥିବା ଯୋଗୁଁ ଏହା ଆମକୁ ସ୍ୱାଭାବିକ ଲାଗେ। କିନ୍ତୁ ଏହି ଆଚରଣ ଭିତରେ ଆମ ଆତ୍ମାର ମଣିଷଟି ଛଟପଟ ହେଉଥାଏ। ସେଥିପାଇଁ ବେଳେବେଳେ ମନକୁ ଆସେ, କେତେ ଏମିତି କୋଟଟାଇ ପିନ୍ଧିବି, କେତେ ଗଳତ୍କର୍ମ ହେଇ ଭାବି ବାଛି ଶାଢ଼ୀ ଗହଣା ପିନ୍ଧିବି, କେତେ ମାପଚୁପ କରି କଥାବାର୍ତ୍ତା କରିବି, କେବେ ଏତେ ସବୁ ଜଟିଳ କୃତ୍ରିମତା ଭିତରୁ ବାହାରି ଏମିତି ବଞ୍ଚିବି ଯହିଁରେ ବଞ୍ଚିବାର ସତର୍କତା ନଥିବ, ସ୍ୱତଃସ୍ଫୂର୍ତ୍ତତା ଥିବ। କେବେ ସ୍ୱତଃସ୍ଫୂର୍ତ୍ତ, ସରଳ, ସତର୍କତାହୀନ ମଣିଷ ହେବାକୁ ଚେଷ୍ଟା କରିଛନ୍ତି ଆପଣ? କେବେ ନିଜକୁ ନିଜେ ଯେମିତି ଦେଖୁଛନ୍ତି ସେମିତି ଦେଖେଇବାର ଇଚ୍ଛା କରିଛନ୍ତି? ଏବେ ପିଲାବେଳର ସ୍କୁଲ, କଲେଜ, ସାଙ୍ଗସାଥୀମାନଙ୍କ ମିଳନ ଉତ୍ସବ ପ୍ରାୟ ସବୁଆଡ଼େ ବେଶ ଆଗ୍ରହ ଓ ଆନନ୍ଦର ସହ କରାଯାଉଛି। ଏହାର କାରଣ ଯେ ପିଲାବେଳର ସେ ସାଙ୍ଗମାନଙ୍କ ମେଳରେ ଆମକୁ ଆବୋରି ବସିଥିବା ସାମାଜିକ ଆବରଣ ଗୁଡ଼ିକ, ପଦପଦବୀ, ଧନ ସମ୍ପତ୍ତି ଇତ୍ୟାଦି ନଥାଏ ଏବଂ ଆମେ ଆମର ସେହି ପୁରୁଣା ସରଳ ପଣିଆ ପାଖକୁ ଫେରିଯାଉ। ସରଳ ହେବା ମାନେ ସମସ୍ତ ମାନ ସମ୍ମାନର ପ୍ରଲୋଭନରୁ, ସମସ୍ତ ସାମାଜିକ ଆଦବ କାଇଦାର ବାଧ୍ୟବାଧକତାରୁ ମୁକ୍ତ ହୋଇଯିବା। ଆବରଣ ଆଭୂଷଣରୁ ମୁକ୍ତ ହୋଇଯିବା ଅର୍ଥ ନଗ୍ନ ପବିତ୍ର ହୋଇଯିବା।
ସେତେବେଳେ ସମସ୍ତଙ୍କୁ ଆନନ୍ଦରେ ନିଜ ଭିତରେ ଗ୍ରହଣ କରି ହୁଏ। ରବୀନ୍ଦ୍ରନାଥ ଗୀତାଞ୍ଜଳିରେ ଏହି କଥା ହିଁ କହିଛନ୍ତି ଯେ ଆଭୂଷଣ ଆମର ମିଳନରେ ଦୂରତା ସୃଷ୍ଟି କରିବ, ଅନ୍ତରାୟ ହେବ। ସେହି ନିରୋଳା ମଣିଷର ଭଲ ପାଇବାରେ ସଂକୋଚ ଦ୍ୱିଧା ବାଛ ବିଚାର ନଥାଏ। କିଛି କ୍ଷଣ ପାଇଁ ହେଉ ପଛେ ଜଣେ ଯଦି ସଚେତନ ଭାବେ ପ୍ରୟାସ କରି ଚେତନାରୁ ସମସ୍ତ ସାମାଜିକ ପରିଚୟକୁ ଫିଙ୍ଗି ଦେବ। ଗୀତାଞ୍ଜଳିରେ ରବି ଟାଗୋର ନଗ୍ନତା କଥା କହିନାହାନ୍ତି, ଏ ଆଭୂଷଣ କଥା କହିଛନ୍ତି, ଛଳନାର କଥା। ସେହି ନିରୋଳା ମଣିଷର ଭଲ ପାଇବାରେ ସଂକୋଚ ଦ୍ୱିଧା ବାଛ ବିଚାର ନଥାଏ। କିଛି କ୍ଷଣ ପାଇଁ ହେଉ ପଛେ ଜଣେ ଯଦି ସଚେତନ ଭାବେ ପ୍ରୟାସ କରି ଚେତନାରୁ ସମସ୍ତ ସାମାଜିକ ପରିଚୟକୁ ଫିଙ୍ଗି ଦେବ, କିଛି କ୍ଷଣ ପାଇଁ ନିଜକୁ ସମ୍ପୂର୍ଣ୍ଣ ନିରାଭରଣ କରି ସରଳ ସାଧାରଣ ମଣିଷ ଭାବରେ ନିଜକୁ ଚିହ୍ନିବ, ତେବେ ସେହି ମୁହୂର୍ତ୍ତରେ ସେ ନିଜକୁ ଭିନ୍ନ ଭାବେ ଆବିଷ୍କାର କରିବ। ତାର ଜୀବନ ତାକୁ କୋମଳ ଓ ସ୍ନିଗ୍ଧ ମନେ ହେବ। ଆମେ କ'ଣ କେବେ କରିଛନ୍ତି ଏ କଥା? ଆମେ କେବେ ନିଜକୁ ନିଜେ ଚିହ୍ନିବାର ଏକ ଅନ୍ତର୍ଦୃଷ୍ଟି ଦେଇ ନିଜ ଆଡ଼କୁ ଉହୁଙ୍କି ଦେଖିଛନ୍ତି? ନିଜେ ନିରାଭରଣ ହୋଇଛନ୍ତି ନିଜ ଦୃଷ୍ଟିରେ ନିଜକୁ ଖୋଜି ପାଇବା ପାଇଁ? ନା, ଆମେ ସେସବୁ କରିବା ପାଇଁ ଅନେକ ସମୟରେ ଅନିଚ୍ଛୁକ। କାରଣ ଆମର ସମ୍ଭ୍ରାନ୍ତ ପଣିଆ, ଆମର ସାମାଜିକତା, ଆମର ଛଳନା, ଆମେ ସମୟ ସହିତ ତାଳ ଦେଇ ସଭ୍ୟ ଶିକ୍ଷିତ କହିବା ପାଇଁ ବେଶୀ ଆକର୍ଷିତ। ଏବେ ରାଜରାସ୍ତାରେ କାରରେ ଗଲାବେଳେ ରାସ୍ତା କଡ଼ରେ ବୁଜୁଳାଟିଏ ପରି ଅସହାୟ ବୁଢ଼ୀଟିଏ ପଡ଼ିଥିବା ଆମେ ଦେଖୁ। ହୁଏତ ମନରେ ଦୟା ଆସେ ଏବଂ ତାକୁ କିଛି ଉପାୟରେ ସାହାଯ୍ୟ କରିବା ପାଇଁ ଆମର ସାମର୍ଥ୍ୟ ବି ଥାଏ, କିନ୍ତୁ ଆମେ ତାହା କରୁନାହୁଁ। କାରଣ ଆମର ସମ୍ଭ୍ରାନ୍ତ ପରିଚୟ ଗୁଡ଼ିକର ଚୌହଦି ଭିତରୁ ବାହାରି ମଝି ରାସ୍ତାରେ ଗାଡ଼ିରୁ ଓହ୍ଲେଇ ରାସ୍ତା କଡ଼ରେ ପଡ଼ିଥିବା ଗୋଟିଏ ଅସନା ବୁଢ଼ୀଟିକୁ ଉଠେଇବା, ତା ପାଇଁ କିଛି ସମୟ ଦେବା ଆମ ପକ୍ଷେ ସମ୍ଭବପର ହୁଏ ନାହିଁ। ମାତ୍ର ସେହି ରାସ୍ତାରେ ଯାଉଥିବା ଜଣେ ସ୍ତ୍ରୀ ଲୋକଟି ପାଖକୁ ଯାଆନ୍ତି ଏବଂ ତାକୁ ଉଦ୍ଧାର କରିଥାନ୍ତି। ଏହାର କାରଣ ସେମାନଙ୍କ ପାଖରେ ପରିଚୟର ଏତେ ଆଭୂଷଣ ନଥାଏ ଏବଂ ଜୀବନର ମୌଳିକ ସୋପାନରେ ସେମାନେ ସମସ୍ତଙ୍କୁ ଦେଖନ୍ତି। ଶେଷରେ ଶ୍ରୀଯୁକ୍ତ ବିଶ୍ୱାଳ ତାଙ୍କ ଉପସଂହାର ଆଣିବାର ଅନୁଚ୍ଛେଦଟିରେ ଯାହା କହନ୍ତି ତାକୁ ଶୁଣନ୍ତୁ ନା। ଯେତେବେଳେ ପରିଚୟର ଆଡ଼ମ୍ବର ନଥିବ ବା ବିଶିଷ୍ଟ ପରିଚୟ ଗୁଡ଼ିକ ଥିଲେ ମଧ୍ୟ ସେ ଆଡ଼ମ୍ବରୀ ମାନସିକତା ନଥିବ ଏବଂ ଜୀବନର ମୌଳିକ ସରଳତା ହିଁ ବଞ୍ଚିବାର ରାହା ହେଇଯିବ, ସେତେବେଳେ ପୃଥିବୀର ସମସ୍ତ ମଣିଷ ନିଜର ଲାଗିବେ ଏବଂ ଏକ ଅପୂର୍ବ ଉନ୍ମୁକ୍ତତାରେ ଜୀବନ ଉଦ୍ଭାସିତ ହୋଇ ଉଠିବ। ଆମ ସମାଜରେ ଆମେ ସେହିପରି କେତେକ ମଣିଷଙ୍କୁ ମଧ୍ୟ ଭେଟିଛୁ, ଯେଉଁମାନେ ଶିକ୍ଷା, ସମ୍ମାନ, ଅର୍ଥ, କ୍ଷମତାରେ ବହୁ ଭାବରେ ଆଭୂଷିତ ହୋଇଥିଲେ ମଧ୍ୟ ନିଜର ସେହି ଏକାନ୍ତ ସରଳତାକୁ ନେଇ ବଞ୍ଚୁଥାନ୍ତି। ଯିଏ ସରଳତାର ଜୀବନ ବଞ୍ଚୁଥାଏ ସେ ଏକ ଗଭୀର ସତ୍ୟନିଷ୍ଠ ଜୀବନକୁ ହିଁ ବଞ୍ଚେ। ବାଟ ଭାଙ୍ଗି ଆମ ଭିତରର ସେହି ସରଳତା ପାଖକୁ ଫେରିଯିବା ବର୍ତ୍ତମାନ ଆମ ଜୀବନର ସବୁଠାରୁ ସୁନ୍ଦର ଆହ୍ୱାନ। କିଏ ଆହ୍ୱାନକୁ ଶୁଣୁଛି? ଖୁବ୍ କ୍ୱଚିତ କେହି ଜଣେ। 100ରୁ 1 ଭାଗ ଲୋକ ଯଦି ଶୁଣିବେ ନା, ଏ ସମାଜ ବଦଳିଯିବ। ଚାଲନ୍ତୁ ନା ଶ୍ରୀଯୁକ୍ତ ବିଶ୍ୱାଳଙ୍କ ଏ ଡାକରାକୁ, ଏ ଆହ୍ୱାନକୁ ଶୁଣିବା। ଆମ ନିଜର ଆହ୍ୱାନ ପରେ, ନିଜ ହୃଦୟର, ନିଜ ବିବେକର, ନିଜ ପ୍ରଜ୍ଞାର, ନିଜ ଅନ୍ତର୍ଦର୍ଶନର, ନିଜ ବୌଦ୍ଧିକତାର ଆହ୍ୱାନ ପରେ ଆମେ ବଦଳିବା ସହିତ ସମାଜ ବଦଳିବ। ନଚେତ୍ ଆମେ କ'ଣ ପରବର୍ତ୍ତୀ ସଭ୍ୟତାକୁ କହିପାରିବା ଅତୀତର ଅର୍ଥାତ୍ ଆଜିର ଏ ସଭ୍ୟତା ଏକ ଉଦୁଙ୍ଗ ସଭ୍ୟତା ଥିଲା, ଏକ ସ୍ୱର୍ଣ୍ଣିମ ସଭ୍ୟତା ଥିଲା। ଆମେ ତାର ସବୁଠୁ ସଭ୍ୟ ଶିକ୍ଷିତ ଋଷି ପ୍ରତିମ ମଣିଷ ଥିଲୁ, ଯାହାର ଅନ୍ତର୍ଦର୍ଶନ ଥିଲା। ଆମେ ବୁଦ୍ଧ ଭଳି, ମହାବୀର ଭଳି ଏବଂ ଅତି ଉଚ୍ଚତର ମଣିଷ ଭଳି ଏ ପୃଥିବୀକୁ ସ୍ୱର୍ଗ ଗଢ଼ି ଦେଇଥିଲୁ। ନା, ସେ ଆହ୍ୱାନକୁ ଶୁଣିବାକୁ ପଡ଼ିବ। ସେ ଆହ୍ୱାନ ଅନ୍ତରର ଆହ୍ୱାନ ହେଇଯିବା ଉଚିତ ପ୍ରତ୍ୟେକଙ୍କର। ଆମେ ପ୍ରମାଣପତ୍ରରେ ବିଶ୍ୱାସୀ ନ ହୋଇ ଆମ ପ୍ରଜ୍ଞାରେ ବିଶ୍ୱାସୀ ହେବା, ଅନ୍ତର୍ଦର୍ଶନରେ ବିଶ୍ୱାସୀ ହେବା, ନିଜ ଭିତରେ ମଣିଷତ୍ୱର ଜାଗରଣ, ମାନବିକତାର ଜାଗରଣ ଆଣିବା ଏବଂ ନିଜେ ଜୀଇବା ଏକ ସରଳ ଜୀବନ।
कारण सरल जीवन ही उत्कृष्टतम जीवन। सरल जीवन जीउथुबा सभ्यतार समस्ते सरल जदि होइजिबे ताहा ही हेब उत्कृष्टतम सभ्य शिक्षित सभ्यता। काली सकाळर एक ऐतिहासिक स्वर्णिम सभ्यता। मो कृतज्ञता जनाऊँच श्रीयुक्त जयंत कुमार विश्वाल को आमको यही सरल जीवनर एक रेखांकित चित्र अंकन करी आमको से परिवृत्त आवृत्त करी रखिबार ए प्रचेष्टा निमंते मोर प्रणाम ग्रहण करिबे। लेखक आपण जीवंतु एवं जीवा पाई समस्त को आह्वान करंतु, समस्त आगरे उदाहरण हो जातु। काली सकाळ आपण को ही देवता भावे ग्रहण करू एवं अन्य माने अनुसरण करंतु से पथ। धन्यवाद।